କେନ୍ଦୁଝରରେ ସ୍ପଷ୍ଟ ଦିବାଲୋକରେ 49 ନମ୍ବର ଜାତୀୟ ରାଜପଥ ଉପରେ ମାଡ଼ ମାରି ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କା। ତୁରୁମୁଙ୍ଗା ଥାନା ଡଳଙ୍ଗ ଗାଁର ସଂକୀର୍ତ୍ତନ ହାତୀ ବେଲଦା ହାଟରେ ବଳଦ ବିକ୍ରି କରି ଫେରୁଥିବା ସମୟରେ ଡାବରଚୁଆ ନିକଟରେ 6 ଜଣ ଦୁର୍ବୃତ୍ତ 3ଟି ପଲ୍ସର ମୋଟରସାଇକେଲରେ ଆସି ତାଙ୍କୁ ଆକ୍ରମଣ କରି ଆଖି ପିଛୁଳାକେ ଲୁଟିନେଲେ 4,50,000 ଟଙ୍କା। ସଂକୀର୍ତ୍ତନଙ୍କ ପୁଅ ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସାଳୟରେ ଚିକିତ୍ସା କରାଇ ଘରକୁ ନେଇଛନ୍ତି। ଖବର ପାଇ ତୁରୁମୁଙ୍ଗା ପୁଲିସ ଘଟଣାର ଛାନଭିନ୍ କରୁଛି। ମୁଁ ହାଟକୁ ନେଇକି ଘରୁ ନେଇକି ହାଟକୁ ଯାଇଥିଲି। ହାଟରୁ ବେପାର ସାରିକି ଫେରୁଥିଲେ ଆଉ ଡାବୁରଚୁଆ ଛକରୁ ହାଫ୍ କିଲୋମିଟର ଆଜ୍ଞା ମୋତେ 6ଟା ପିଲା ଆସିକି ଧରି ପକେଇଲେ। ପଲ୍ସରରେ ଆସିଲେ, 3ଟା ପଲ୍ସରରେ, 2ଟା କଳା ପଲ୍ସର, 1ଟା ନାଲି ପଲ୍ସର ଆସି ଧରି ପକେଇଲେ ହାତ 2ଟା ପିଲା ଧରି ପକେଇଲେ ହାତରେ। ଆଉ ଗୋଟେ ପିଲା ଉଲ୍ହୁଣ ମୋତେ ଏଇଠି ଧରିକି ଆଜ୍ଞା ବାଡ଼େଇଲା ପଞ୍ଚମୁଖୀରେ, ଏଇଠି ଦୀପାର ପକେଇଲା, ଏଇଠି ଆଜ୍ଞା ଦୀପାର ଦେଲା। ମୁଣ୍ଡଟାରୁ ରକ୍ତ ଯେତେବେଳେ ବାହାରିଲା ଗୋଟେ ପିଲା କହିଲା ତାକୁ ମାରନି, ଯେତେ ଟଙ୍କା ଅଛି ତା ଧରିକି ପଳେଇ ଆସ। ଟଙ୍କାଟା ସବୁ ଛୁଲେଇକି ନେଇଗଲା ଆଜ୍ଞା। ମୋଟି ଥିଲା ଆଜ୍ଞା 4.5 ଲକ୍ଷରୁ ସେଇ 70 ଭିତରେ ହବ ଆଜ୍ଞା। ମାଡ଼ ଦେଇକି ସେମାନେ ପଳେଇଲେ, ସେଟା ଫେରିକି ଆଜ୍ଞା ସିଆଡ଼େ ଡାବୁରଚୁଆ ଦେଇକି ଆଜ୍ଞା ଗଲେ, ନେଇଗଲେ ସବୁ ଟଙ୍କା। ମୋବାଇଲ ବି ଧରିକି ପଡ଼ିଲେ, ସବୁ ଧରିକି ପଡ଼ିଲେ।